ବାଲେଶ୍ୱରର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ ସଙ୍ଗୀତ କଳା ମନ୍ଦିର ପକ୍ଷରୁ ବିଶ୍ୱ ନୃତ୍ୟ ଦିବସ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସଦର ବିଧାୟକ ମାନସ କୁମାର ଦତ୍ତ, ମୁଖ୍ୟ ବକ୍ତା ଭାବରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଯୋଗଦେଇ କଳା ଓ ସଂସ୍କୃତି ଗୋଟିଏ ଜାତିର ମାନଦଣ୍ଡ ବୋଲି କହିଥିଲେ। ଏହି ସଭା ଅନୁଷ୍ଠାନ ସଭାପତି ଡକ୍ଟର ସୁଭାଷ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ପରିଚାଳିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ଲକ୍ଷ୍ମୀନାରାୟଣ ଘୋଷ ପ୍ରାକ୍ କଥା ରଖିଥିବା ବେଳେ ଉପସଭାପତି ଉତ୍ପଳ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମଞ୍ଚରେ ଅନୁଷ୍ଠାନର ଉପଦେଷ୍ଟା ଶରତଚନ୍ଦ୍ର ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ନୃତ୍ୟ ସଙ୍ଗୀତ କଳା ମନ୍ଦିରର ପୁରାତନ ନୃତ୍ୟ ଛାତ୍ରଛାତ୍ରୀ ଜଗତଜିତ ଦାସ ଓ ସୋନାଲି ପିରିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ଗୁରୁ ଉର୍ମିଳା ସାହୁଙ୍କ ନିର୍ଦ୍ଦେଶନାରେ ସ୍କୁଲର ଛାତ୍ରଛାତ୍ରୀମାନେ ସୁନ୍ଦର ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ଦର୍ଶକମାନେ ମନଭରି ଏହିସବୁ ନୃତ୍ୟକୁ ଉପଭୋଗ କରିଥିଲେ।